गुरुमा प्रणाम। शिशुर नाम ना जाइछन्ते अरुण भाई पता साइन करी जातु
ଜାଣିଛନ୍ତି ଯେ କରିଛନ୍ତି ସେ ନିଜେ ଅଛି। ମା ମାନଙ୍କ ପାଇଁ କର୍ମଶାଳା ଏଥିପାଇଁ ଯେ ଆମେ ପ୍ରତ୍ୟେକ ଦିନ ଶିଶୁକୁ ଛାଡୁଛନ୍ତି, 4ଟା ଶିଶୁ ଆସୁଛନ୍ତି, ପାଖାପାଖି 11ଟା ପର୍ଯ୍ୟନ୍ତ ଆମ ପାଖରେ ରହୁଛନ୍ତି। 4.5 ଘଣ୍ଟାର ସମୟ, ସେ 4.5 ଘଣ୍ଟାର ସମୟ ଭିତରେ ଆମ ଶିଶୁ ଯାଇ ଶିଶୁ ଆସିବାର କଣ କରୁଛି, ସେ ପାଠ ପଢା ଗୋଟେ ଛୋଟ ଶିଶୁ ଏଠି ପଢେ ନାହିଁ, ଖାଲି ଖେଳିବାକୁ ରହିଥିଲେ ଘରେ ରହିଥିଲେ ମତେ ଖେଳି ହୋଇ ପାରନ୍ତା, ଏହି ଉଦ୍ଦେଶ୍ୟ ରଖିଥିବା ଯେଉଁ ମା ମାନଙ୍କୁ ମୋର ବିନମ୍ର ପ୍ରାର୍ଥନା। ଆଜି এই যে কর্মশালায় আপনার যোগ দিয়েছেন, কর্মশালায় আপনার তাকে আগে গেলে সেটা জাঁবে লোকମାନଙ୍କର ভূমিকা কম আছে। শিশুর উন্নতিরে মার ভূমিকা বহুত কিছু। আমি ଗୋଟେ ଛୋଟ ଶିଶୁକୁ ଗର୍ଭସ୍ଥ ରଖିବା ପରେ ସମସ୍ତେ ଜାଣିଛନ୍ତି ଯେ ମା କେତେ ସ୍ୱପ୍ନ ଦେଖିଥାଏ ଯେ ମୋ ଶିଶୁଟି ସୁସ୍ଥ ସବଳ ସୁନ୍ଦର ଗୋଟେ ଭଲ ପିଲାଟିଏ ହେବ, ମୁଁ ତାକୁ ଆଗକୁ କେଉଁ ପ୍ରକାର ଶିକ୍ଷା ଦେଲେ, କେଉଁଠୁ ପଢ଼େଇଲେ ସେ କେଭଳି ଆଗକୁ ଯିବ, କଣ ପଢ଼ିଲେ ଡାକ୍ତର ହେବ, ଇଞ୍ଜିନିୟର ହେବ, ଭଲ ଦେଶ ସେବାକାରୀ ହେବ, ଏସବୁ ଚିନ୍ତା କରି ଆମ ମନ ଭିତରେ ରଖିଥାନ୍ତି। ଯାହାକୁ ଗର୍ଭସ୍ଥ ପରେ ଯେତେବେଳେ ସେ ଏ ଦୁନିଆକୁ ଆସିଥାଏ ତାପରେ ଆମେ ଧୀରେ ଧୀରେ ସେଇ ଅନୁସାରେ ସ୍ୱତନ୍ତ୍ର ପ୍ଲାନିଂ ଅନୁସାରେ ଆମେ ତାକୁ ଆଗକୁ ନେଇ ଦେଇଥାନ୍ତି। କନା ଆମେ ଆମ ଶିଶୁକୁ କୋଉ ଭାବରେ ନେବା, କୋଉଠି ପଢାଇବା, କୋଉଠି କେମିତି ଶିକ୍ଷା ଦେବା, ତାକୁ କଣ କରିବା, ସେ ସବୁ ଚିନ୍ତାରେ ଥାନ୍ତି। କିନ୍ତୁ କୌଣସି ମା ଚିନ୍ତା କରୁନାହାନ୍ତି ମୋ ଶିଶୁଟି ଗୋଟେ ଭଲ ପିଲାଟେ ହବ ତ। ଦ୍ରୌପଦୀ ମୁର୍ମୁ ଭାଇ ଆମର ଯେ ରାଷ୍ଟ୍ରପତି ଅଛନ୍ତି, ତାଙ୍କ ଭଳି ଏଇ ଆମ ଓଡ଼ିଶାର ଗୋଟେ ଛୋଟିଆ ଗାଁର ଝିଅଟିଏ ସେଭଳି ରାଷ୍ଟ୍ରପତି ହେଇପାରୁଛି, ମୋ ପିଲାଟା ସେଭଳି ଆଗକୁ ଯାଇପାରିବ ତ ଆମେ ସେ ସବୁ ଯେ ମୋ ପିଲା ଡାକ୍ତର ହେବ, ଇଞ୍ଜିନିୟର ହେବ, ସେ ଚିନ୍ତାକୁ ଦୂରରେ ରଖି ମୋ ପିଲାଟା ଭଲ ପିଲାଟେ ହେବ, ଦୁନିଆରେ ନାଁ କରିବ, ତା ନାଁ ବହୁତ ଜାଗାରେ ରହିବ। ଯେଭଳି କି ଆମେ ଦେଖୁଛନ୍ତି ବହୁତ ଶିବାଜୀଙ୍କର ନାଁ କିଭଳି ରହିଥିଲା, ତାଙ୍କ ମା ଜିଜାବାଇ ସବୁବେଳେ ତାଙ୍କୁ ଯିଏ କି ଅନ୍ଧାରକୁ ଦେଖିଲେ ଡରୁଥିଲେ, ଯୋଉ ଶିଶୁଟି ସେ ଶିଶୁକୁ ଜିଜାବାଇ କହିଥିଲେ ଯେ ଅନ୍ଧାରକୁ ଦେଖି ଡରି ଯାଉଛୁ ଯଦି ତାର ଆଗକୁ ଯୁଦ୍ଧ କରି ଏ ମରାଠା ମାନଙ୍କର ବୀରତ୍ୱକୁ କେମିତି ରକ୍ଷା କରିବ, ସେଇଭଳି ମାଆଟେ ଆମେ ହେଇପାରିବୁ। ତ ଆମ ଭିତରେ ବହୁତ କିଛି ଗୁଣ ଲୁଚି ରହିଛି, ଆମେ ବହୁତ କିଛି ଜାଣିଛନ୍ତି। ଆମ ଭିତରେ ଅନେକ ଶିକ୍ଷକ ଅଛନ୍ତି, ବିଭିନ୍ନ ଯୋଜନାରେ ଅଛନ୍ତି, ବିଭିନ୍ନ କାର୍ଯ୍ୟରତ ମା ମାନେ ଅଛନ୍ତି, ଯେଉଁମାନଙ୍କୁ ସମୟ ଖୁବ କମ୍ ମିଳୁଛି। ତାପରେ ମଧ୍ୟ ଆମେ କଣ କରୁଛନ୍ତି ନା ଶିଶୁ କେବଳ ସ୍କୁଲ ଟ୍ୟୁସନରେ ନିୟୋଜିତ ରଖୁଛନ୍ତି, ଆମ ପାଖରୁ ଧୀରେ ଧୀରେ ଦୂରେଇ ଦେଇଯାଉଛନ୍ତି। ସମୟ ମିଳିଲେ ଯଦି ବେଶୀ ଶିଶୁଟି ଚଞ୍ଚଳ ହୋଇଛି, ବେଶୀ ବୁଲା ଖେଳାଳି ହୋଇଛି, ସେ ତାକୁ କଣ କରୁଛନ୍ତି ମୋବାଇଲ ଟିକେ ଦେଇକି ବସେଇ ଦଉଛନ୍ତି, ଏଇଠି କରୁଥାଉ ମୋ କାମ ଶେଷ କରିଯାଉଛି। କିନ୍ତୁ ମା କେବେ ଚିନ୍ତା କରିଛନ୍ତି ମୋ ଶିଶୁ ଧୀରେ ଧୀରେ ବଡ଼ ହେଲେ କେତେ ଯେ ପାଠ ପଢ଼ିବାର ଅଛି, ଗୋଟେ ଚିତ୍ର ତାକୁ ଦେଇ ସେଥିରେ ଦାନି ଲଗା, ଗୋଟେ ଶସ୍ୟ ଲଗା, କି ଗୋଟେ ଚିତ୍ରର ରଙ୍ଗ ଦିଅ, କି କୌଣସି ଜିନିଷକୁ ଗୋଟେ ଭାଙ୍ଗି ଦେଇ ଯୋଡ଼ି ଦିଅ, ଏସବୁ କାର୍ଯ୍ୟରତ ବିଷୟ ହୁଅନ୍ତା ତାହେଲେ ମୋବାଇଲ ରଖନ୍ତା ନାହିଁ। ଆମେ ତାକୁ କାର୍ଯ୍ୟରତ ଭାବରେ ରଖୁଛନ୍ତି କି ଯୋଉଟା କି ବିଦ୍ୟାଳୟରେ ହେଉଛି। ଆମ ଶିଶୁର କ୍ରିୟା ହେଉଛି ଅନୌପଚାରିକ ଶିକ୍ଷା, ଯୋଉଟା ଉପଚାରରେ ହୁଏନି, ମାନେ ଆମର ପାଠ୍ୟପୁସ୍ତକ ଆଧାରରେ ପାଠ ପଢ଼ାଯାଏ ନାହିଁ। ଆମ ଶିଶୁ କେବଳ ଅନୌପଚାରିକ ଶିକ୍ଷାରେ ପାଠଦାନ ନେଇଥାଏ, ଯୋଉଟା କି ଗୁରୁମାନେ ବିଭିନ୍ନ ଟ୍ରେନିଂ ମାଧ୍ୟମରେ ଶିକ୍ଷା ବିକାଶ ସମିତିର ଯୋଜନା ମାଧ୍ୟମରେ ସେମାନେ ବିଭିନ୍ନ ଶିକ୍ଷା ଗ୍ରହଣ କରି ସେମାନଙ୍କୁ ଦେଇଥାନ୍ତି। ଗୋଟେ ଗୁରୁମା ପ୍ରଥମେ ସେ ବନାଇଥାନ୍ତି ମନୋବିଜ୍ଞାନୀ, ଯୋଉଟା ଶିଶୁର ଆଜି ଦେହ ବା ଭଲ ଅଛି କି ନାହିଁ, ତା ମନଟା ଘରୁ
शिशुटी गुरुमा गुरुजी पाखे भरवी से मिलमिश रही था से सब किसी आसला मैंने मैं खाए कि नहीं कहीं खाई नहीं मो घर कौन प्रोब्लेम अच्छी से सब कहती तेणु गोटे गुरुमा मनोविज्ञान से शिशुटी की स्थिरता आनी ए शिशु बाटिका पहुंचेगा 12टी शैक्षिक व्यवस्था 12टी शैक्षिक व्यवस्था जोड़ा चित्र पुस्तक प्राणी संग्रहालय आम प्रदर्शनी बगीचा संतरण कुंड कलाशाला विज्ञानशाला ये सब विभिन्न 12टी शैक्षिक व्यवस्था अच्छी आप जानते प्रथम द्वितीय तृतीय वायु प्रयोग जानते जलर प्रयोग जानते आगर आम शिशु हाथ धोई किभली ओदा हाथ को पवन सुखाइले हाथ सुखी जाऊँगी से विज्ञान प्रयोग जानी पड़े विज्ञान शिखला अपना शिशु जो पूरा खाली जाइए जो मन भर जिज्ञासु मनोभाव था से जिज्ञासु मनोभाव किसी नहीं कि जाऊँ आज जा घरे कह माँ आज आम गोटे ओता रुमाल को सुखाइबू ओदा करदे गुरुमा आम ताकू नहीं पंखा तले पकड़ पछे आम ओदा रुमाल से सुखी जाइए से सब जाना जो पवन द्वारा ओदा जिन सुखी जाऊँगी पवन प्रयोग जाना विभिन्न गीत गप माध्यम क्रियाकलाप माध्यम आम गुरुजी गुरुमा मैंने आपण मान को एत सुंदर शिक्षा देता जोटा कि से जापारती खातार लिखिबार विज्ञान विज्ञान लिखिपारे कि विज्ञान संबंध समस्त जिनस जापार कौन हाथी गोड़ा बाघ हाथी हाथी कौन खाए कौटी रहे बाघ कौटी रहे ये सब पूरा लिखित अच्छे प्रथम द्वितीय लिखित अच्छे कि आम शिशु पिला सब जानी कहीं सब जिनस आम शिशु शिशु गोटे जो विद्यालय जो गुरुजी गुरुमा शिशु अच्छे से दृढ़ एत संकल्पना एत मनोभाव रही शिशु को शिक्षा उन्नति जोटि आम बड़ क्लास पिला गला बेलू समस्त शिक्षा देकी सारी देता से गुरुमा भी भविष्य शिशु को नहीं 4.5 घंटा समय अतिबाहित करवा बहुत कष्टकर एथि जानते आम मार भूमिका केते आपण घरे जो समय किसी भी समय पाँच किसी भी समय समस्त